ଜୀବନରେ ଏମିତି କିଛି ଜିନିଷ ଅଛି ଯାହା ରହସ୍ୟ ଭାବରେ ରହିବା ଉଚିତ। ବର୍ତ୍ତମାନ ପ୍ରଶ୍ନ ହେଉଛି, ସେହି ରହସ୍ୟଗୁଡ଼ିକ କ'ଣ, ଯାହା କେବେ ବି କାହା ସହିତ ସେୟାର କରିବା ଉଚିତ ନୁହଁ? ଆସନ୍ତୁ ଏ ବିଷୟରେ ଜାଣିବା। ନମ୍ବର 1, ଯୋଜନା। ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର କୌଣସି ଯୋଜନା ଲୋକମାନଙ୍କ ସହିତ ସେୟାର କରିଦିଅନ୍ତି। ଏହା କରିବା ଉଚିତ ନୁହେଁ। ନିଜ ଯୋଜନାରେ ଚୁପଚାପ କାମ କରିବା ଉଚିତ ଏବଂ ସକାରାତ୍ମକ ଫଳାଫଳ ସହିତ ଲୋକଙ୍କୁ ଜଣାଇବା ଉଚିତ। ଯଦି ସଫଳ ହେବା ପୂର୍ବରୁ ନିଜ ଯୋଜନାକୁ ସେୟାର କରନ୍ତି ଏବଂ ସେଥିରେ ବିଫଳ ହୁଅନ୍ତି, ତେବେ ଲୋକେ ପରିହାସ କରିପାରନ୍ତି। ଦୁର୍ବଳତା। ନିଜର ଦୁର୍ବଳତା ବିଷୟରେ କାହାକୁ କହିବା ଠିକ୍ ନୁହେଁ। ଯଦି ନିଜର ଦୁର୍ବଳତା ବିଷୟରେ ଲୋକଙ୍କୁ କୁହନ୍ତି, ତେବେ ସେମାନେ ଏହାର ଅପବ୍ୟବହାର କରିପାରନ୍ତି। ଯଦି ନିଜର ଦୁର୍ବଳତା ବିଷୟରେ କେହି ଜାଣିଥାନ୍ତି ଏବଂ ଯେତେବେଳେ ସେମାନଙ୍କ ସହିତ ସମ୍ପର୍କ ଖରାପ ହୋଇଯାଏ, ତେବେ ସେମାନେ ଆପଣଙ୍କ ବିରୁଦ୍ଧରେ ତୁମର ଦୁର୍ବଳତା ଅପବ୍ୟବହାର କରିପାରନ୍ତି। ରହସ୍ୟ। ସମସ୍ତଙ୍କ ଜୀବନରେ କିଛି ନା କିଛି ରହସ୍ୟ ଥାଏ, ଯାହାକୁ ଗୁପ୍ତ ଭାବେ ରହିବା ଉଚିତ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଭାବପ୍ରବଳ ହୋଇ ସେମାନଙ୍କର ରହସ୍ୟ ଲୋକମାନଙ୍କୁ କହିଦିଅନ୍ତି। ଏହାଦ୍ୱାରା ଜଣେ କେବଳ ଉପହାସର ଶିକାର ହୋଇପାରେ। ବିଫଳତା। ଲୋକମାନେ ସେମାନଙ୍କର ବିଫଳତାକୁ ଗୁପ୍ତ ରଖିବା ଉଚିତ। ବିଫଳତାକୁ କାହାକୁ କହିବା ଉଚିତ ନୁହେଁ। ଯଦି ନିଜର ବିଫଳତା ବିଷୟରେ କେହି ଜାଣନ୍ତି, ସେ ପରିହାସ କରିପାରନ୍ତି। ଏହି କାରଣରୁ ଆପଣଙ୍କୁ ମାନସିକ ଚାପର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ। ଆୟ। ଲୋକମାନେ ସେମାନଙ୍କର ଆୟ କାହାକୁ କହିବାଠାରୁ ଦୂରେଇ ରହିବା ଉଚିତ। ବୁଦ୍ଧିମାନ ଲୋକମାନେ ସେମାନଙ୍କର ଆୟ ବିଷୟରେ କାହାକୁ କୁହନ୍ତି ନାହିଁ।